ଆଜି ହେଉଛି ଗାନ୍ଧୀ ଜୟନ୍ତୀ। ଆଜି ଆମେ ଜାଣିବା ଗାନ୍ଧୀ ଜୟନ୍ତୀଙ୍କ ଭାଷଣ। ସମସ୍ତଙ୍କୁ ଶୁଭ ସକାଳ। ଆଜି ହେଉଛି ଗାନ୍ଧୀ ଜୟନ୍ତୀ। ଅକ୍ଟୋବର 2ରେ ଜନ୍ମ ହୋଇଥିବା ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିବାର ଏକ ବିଶେଷ ଦିନ। ସେ ଜାତିର ପିତା ଭାବରେ ଜଣାଶୁଣା, କାରଣ ସେ ଶାନ୍ତିପୂର୍ଣ୍ଣ ପଦ୍ଧତି ବ୍ୟବହାର କରି ବ୍ରିଟିଶ ଶାସନରୁ ସ୍ୱାଧୀନତା ହାସଲ କରିବାରେ ଭାରତକୁ ସାହାଯ୍ୟ କରିଥିଲେ। ଗାନ୍ଧୀ ଆମକୁ ସତ୍ୟବାଦୀ ଏବଂ ଦୟାଳୁ ହେବାକୁ 2 ଅକ୍ଟୋବର କାହିଁକି ପ୍ରସିଦ୍ଧ? ଗାନ୍ଧୀ ଜୟନ୍ତୀ ହେଉଛି ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ ପାଇଁ ଭାରତରେ କରାଯାଉଥିବା ଏକ କାର୍ଯ୍ୟକ୍ରମ। ଏହା ପ୍ରତିବର୍ଷ 2 ଅକ୍ଟୋବରରେ ପାଳନ କରାଯାଏ ଏବଂ ଏହା ଭାରତରେ 3ଟି ଜାତୀୟ ଛୁଟିଦିନ ମଧ୍ୟରୁ ଗୋଟିଏ। ମିଳିତ ଜାତିସଂଘ ଏହି ଦିନକୁ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବେ 2 ଅକ୍ଟୋବରରେ ଭାରତରେ କିଏ ଜନ୍ମ ହୋଇଥିଲେ? ମୋହନ ଦାସ କରମଚାନ୍ଦ ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଅକ୍ଟୋବର 2ରେ ଜନ୍ମ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ଜନ୍ମ 2 ଅକ୍ଟୋବର 1869ରେ ଗୁଜରାଟରେ ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀ ତାଙ୍କ ଜନ୍ମଦିନକୁ ଅନ୍ୟ ଜଣେ ଭାରତୀୟ ରାଜନେତା ତଥା ରାଜ୍ୟକର୍ମୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସହ ବାଣ୍ଟିଛନ୍ତି। ସେଥିପାଇଁ ପ୍ରତ୍ୟେକ ବର୍ଷ 2 ଅକ୍ଟୋବରକୁ ଗାନ୍ଧୀ ଜୟନ୍ତୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଏ। 2 ଅକ୍ଟୋବରରେ କିଏ ଜନ୍ମ ହୋଇଥିଲେ? ଲାଲ ବାହାଦୁର ଶାସ୍ତ୍ରୀ। ଅକ୍ଟୋବର 2 ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଏବଂ ତାଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ ମଧ୍ୟ ଏହି ଦିନ ପାଳନ କରାଯାଏ। ଲାଲ ବାହାଦୁର ଶାସ୍ତ୍ରୀ ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ। ସେ 2 ଅକ୍ଟୋବର 1904ରେ ଉତ୍ତରପ୍ରଦେଶର ମୁଗଲସରାଇ ସହରରେ ଜନ୍ମଗ୍ରହଣ କରିଥିଲେ।